12 ମାସର 13 ପର୍ବ। ଆଜି ବୈଶାଖ ମାସର ପ୍ରଥମ ପର୍ବ ଅକ୍ଷୟ ତୃତୀୟା ଉପଲକ୍ଷେ। ଓଡ଼ିଆମାନଙ୍କର ବର୍ଷକରୁ ପ୍ରଥମ ମାସ ବୈଶାଖ ମାସ। ଏହି ମାସର ଶୁକ୍ଳପକ୍ଷ ତୃତୀୟାକୁ ଅକ୍ଷୟ ତୃତୀୟା ବୋଲି କୁହାଯାଏ। ଅକ୍ଷୟ ତୃତୀୟା ଦିନ ଘରେ ଘରେ ମାଟି ଘଡ଼ି ପତୁଲିରେ ମୁଢ଼ି ରଖି ଘଡ଼ି ଉପରେ ଆମ୍ବ, କଦଳୀ, ନଡ଼ିଆ, ଖଣ୍ଡଘୋଡ଼ା, ସେଓ, ନାସପାତି, ଜାମୁରୋଳ ବିଭିନ୍ନ ପ୍ରକାର କୋଳି ସବୁ ରଖି ମା ଷଷ୍ଠୀ ଦେବୀଙ୍କୁ ପୂଜା କରାଯାଏ। ଅକ୍ଷୟ ତୃତୀୟା ଦିନଠାରୁ 21 ଦିନ ପର୍ଯ୍ୟନ୍ତ ଜଗନ୍ନାଥଙ୍କର ଚଳତି ପ୍ରତିମା, ମଦନ ମୋହନ, ଲକ୍ଷ୍ମୀ, ସରସ୍ୱତୀ ଏବଂ ରାମକୃଷ୍ଣ ପଞ୍ଚୁପାଣ୍ଡବ ପ୍ରଭୃତି ଚାପ ଖେଳିବା ପାଇଁ ପୁରୀର ନରେନ୍ଦ୍ର ପୋଖରୀକୁ ଯାଆନ୍ତି। 2 ଥର ଚାପ ଖେଳି ସାରିବା ପରେ ଶ୍ରୀମନ୍ଦିରକୁ ଫେରି ଆସନ୍ତି। ଅକ୍ଷୟ ତୃତୀୟା ଦିନଠାରୁ ରଥଯାତ୍ରା ପାଇଁ ପୁରୀର ରଜାଙ୍କର ଉଆସ ସାମ୍ନାରେ ରଥ ଖୋଳା ହୋଇ ସେଥିରେ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥାଏ। ଅକ୍ଷୟ ତୃତୀୟା ଦିନ ବିଶେଷତଃ ଚାଷୀ ଭାଇମାନେ ନିଜ ନିଜର ଚାଷ ଭୂମିମାନଙ୍କରେ ମୁଠି ଅନୁକୂଳ ଅର୍ଥାତ୍ ଜମିରେ ଧାନ ବିହନ ସବୁ ବୁଣି ଦେଇଥାନ୍ତି। ଭିଡ଼ିଓଟି ଭଲ ଲାଗିଥିଲେ ଲାଇକ୍, ସେୟାର ଓ ସବସ୍କ୍ରାଇବ୍ କରିବାକୁ ଭୁଲିବେ ନାହିଁ। ଜୟ ଜଗନ୍ନାଥ।